ପିଲାମାନେ ତୁମମାନଙ୍କୁ ଆର୍ଟ୍ସ ଏକାଡେମୀର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା ଭାରତୀୟ ଅର୍ଥନୀତି, ବୃତ୍ତିଗତ ଢାଞ୍ଚା ଏବଂ ଢାଞ୍ଚାଗତ ପରିବର୍ତ୍ତନ, ଯୋଉଟା କି ତମର ପ୍ଲସ ଟୁ ଫାର୍ଷ୍ଟ ଇୟର ଇକୋନୋମିକ୍ସ ର ୟୁନିଟ 1 ରେ ଅଛି। ପ୍ରଥମେ ଆମେ ଜାଣିବା ଏହି ଭାରତୀୟ ଅର୍ଥନୀତିର ବୃତ୍ତିଗତ ଢାଞ୍ଚା ବା ଢାଞ୍ଚାଗତ ପରିବର୍ତ୍ତନ କାହାକୁ କୁହାଯାଏ, ତାର ଅର୍ଥ କଣ ସେ ବିଷୟରେ ଜାଣିବା। ପ୍ରଥମେ ଦେଖିବା ଏଇ ଯୋଉ ତମର ଗୋଟିଏ ରାଷ୍ଟ୍ରର ବୃତ୍ତିଗତ ଢାଞ୍ଚା କହିଲେ, ସେଇ ବୃତ୍ତିଗତ ଢାଞ୍ଚା ହଉଛି ସେ ରାଷ୍ଟ୍ରର କଣ ନା ଆର୍ଥିକ ସ୍ୱାସ୍ଥ୍ୟର ଦର୍ପଣ। ଅର୍ଥାତ୍ ଆମେ ଯେପରି ଦର୍ପଣରେ ଆମର ପ୍ରତିବିମ୍ବକୁ ଦେଖିଥାଉ, ସେପରି ଗୋଟିଏ ରାଷ୍ଟ୍ରର ବୃତ୍ତିଗତ ଢାଞ୍ଚାରୁ ଆମକୁ କଣ ମିଳିଥାଏ ନା ତାହାର ଆର୍ଥିକ ସ୍ଥିତି ଜଣା ଯାଇଥାଏ। ଏହା ଦର୍ଶାଏ ଯେ କେତେ ଲୋକ କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ଏହି ବୃତ୍ତିଗତ ଢାଞ୍ଚା କହିଲେ କେତେ ପରିମାଣର ଶ୍ରମ ଶକ୍ତି କୃଷିରେ ନିୟୋଜିତ ହେଇଛନ୍ତି, ଶିଳ୍ପ କ୍ଷେତ୍ରରେ ନିୟୋଜିତ ହେଇଛନ୍ତି ଏବଂ ସେବା କ୍ଷେତ୍ରରେ ନିୟୋଜିତ ହେଇଛନ୍ତି, ତାହା ଆମକୁ ଦେଖାଇଥାଏ। ଏକ ବିକଶିତ ଅର୍ଥନୀତିରେ ଲୋକେ କୃଷିରୁ ଶିଳ୍ପ ଏବଂ ଶେଷରେ ସେବା କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇଥାନ୍ତି। ପ୍ରଥମେ ଗୋଟେ ଦେଶରେ ଲୋକମାନେ କୃଷି ଉପରେ ନିର୍ଭରଶୀଳ ହୁଅନ୍ତି, ପରବର୍ତ୍ତୀ ଅବସ୍ଥାରେ ସେମାନେ ଶିଳ୍ପକୁ ସ୍ଥାନାନ୍ତରିତ ହୁଅନ୍ତି ଏବଂ ସର୍ବଶେଷରେ ସେବା କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇଥାନ୍ତି। ଅର୍ଥାତ୍ କୃଷିରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସଂଖ୍ୟା କମି କମି ଶିଳ୍ପ ଏବଂ ସେବା କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇଥାଏ। ଆମର ଭାରତୀୟ ଅର୍ଥନୀତିର ତମର ପରିବର୍ତ୍ତନ ଧୀରେ ଧୀରେ ହୋଇଛି କେବେଠାରୁ ନା 1991 ମସିହା ପରଠାରୁ, ଯେତେବେଳେ ନ୍ୟୁ ଇକୋନୋମିକ ପଲିସି 1991 ମସିହାରେ ଯେତେବେଳେ ପ୍ରୟୋଗ କରାଗଲା, ତାର ପରବର୍ତ୍ତୀ ଅବସ୍ଥା ଠାରୁ କଣ ହେଇଛି ନା ଏଇଭଳିଆ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମେ ଆମେ ଦେଖିବା ଏଇ ବୃତ୍ତିଗତ ଢାଞ୍ଚା ଗୋଟେ ଚିତ୍ର ମାଧ୍ୟମରେ ଦେଖିବା। ଦେଖ ପିଲାମାନେ, ସମୁଦାୟର ଶ୍ରମଶକ୍ତି ଅର୍ଥାତ୍ ଆମ ଦେଶର ସମସ୍ତ ଶ୍ରମଶକ୍ତି ନିୟୋଜିତ ସାଧାରଣତଃ ଏଇ ତିନୋଟି କ୍ଷେତ୍ର ରେ ହୋଇଥାଏ। କିପରି ନା ପ୍ରାଥମିକ କ୍ଷେତ୍ର ଭିତରେ କଣ ଆସୁଛି ନା କୃଷି ଆସୁଛି, ମାଛ ଚାଷ ଆସୁଛି ଏବଂ ପଶୁପାଳନ ଆସୁଛି। ତାପରେ ଦ୍ୱିତୀୟ କ୍ଷେତ୍ର ତମର ଶିଳ୍ପ ନିର୍ମାଣ, ତୃତୀୟ କ୍ଷେତ୍ରରେ ଆସୁଛି କଣ ସେବା ପରିବହନ ଏବଂ ଚତୁର୍ଥ କ୍ଷେତ୍ର ରେ ଆସୁଛି କଣ ତଥ୍ୟ ପ୍ରକ୍ରିୟାକରଣ ଗବେଷଣା। ମୋଟାମୋଟି ଆମର କଣ ହେଇଛି ନା ଅର୍ଥନୀତିରେ ଆମେ ଏଇ ତିନୋଟି ପ୍ରାଥମିକ, ଦ୍ୱିତୀୟକ ଏବଂ ତୃତୀୟ କ୍ଷେତ୍ରରେ ହିଁ ଆମେ ଆଲୋଚନାର ପରିସର କରିଥାଏ। ୟା ବ୍ୟତୀତ ଚତୁର୍ଥକ ଏବଂ ପଞ୍ଚମ ମଧ୍ୟ ଅଛି। କ୍ୱାଟେନାରୀ ସେକ୍ଟର ଏଇଟା, ଆଉ ଗୋଟେ କୁଇନାରୀ ସେକ୍ଟର ଅଛି, କିନ୍ତୁ ଆମର ଏଇ ତିନୋଟି ସେକ୍ଟର ବିଷୟ ତମ ବହିରେ ଦିଆଯାଇଛି, ଆଉ ଅନ୍ୟ ଦୁଇଟି ବିଷୟ ଦିଆଯାଇ ନାହିଁ। ହଉ, ପ୍ରଥମେ ଆମେ ଆଉ ଟିକେ ଆଲୋଚନା କରିଦବା। ପ୍ରାଥମିକ କ୍ଷେତ୍ର ସାଧାରଣତଃ ଆମେ ଦେଖୁ ପ୍ରକୃତିରେ ଯୋଉଗୁଡା ମିଳିଥାଏ, ଅର୍ଥାତ୍ କୃଷି କ୍ଷେତ୍ରର ଯୋଉ ପରିବା, ପନିପରିବା ହଉ, ଖାଦ୍ୟଶସ୍ୟ ହଉ, ଆମେ ଡାଇରେକ୍ଟ ପ୍ରକୃତିରୁ ପାଇଥାଉ। ମାଛ ଚାଷ ଠିକ ସେଇଭଳିଆ ଡାଇରେକ୍ଟ ପ୍ରକୃତିରୁ ପାଇଥାଉ। ପଶୁପାଳନ ଏଇସବୁ ଡାଇରେକ୍ଟ ସିଧାସଳଖ ଯୋଉଟା ପାଇଥାଉ। ଖଣି ବି ମଧ୍ୟ ଆସିବ ପ୍ରାଥମିକ କ୍ଷେତ୍ରରେ ଏବଂ ସେଇ ଜିନିଷ ଗୁଡିକ ନେଇ ଯେତେବେଳେ ଆମେ ଶିଳ୍ପରେ ତାକୁ ପ୍ରକ୍ରିୟାକରଣ କରୁ ବା ତାକୁ ପରିବର୍ତ୍ତନ କରୁ, ସେଇଟା ହେଇଯାଏ କଣ ତମର ଦ୍ୱିତୀୟ କ୍ଷେତ୍ର ଏବଂ ତୃତୀୟ କ୍ଷେତ୍ରରେ ସେବା, ପରିବହନ, ବ୍ୟାଙ୍କିଂ ଏଇ ସବୁ ଜିନିଷ ଗୁଡିକ ଆସିଥାଏ। ହଉ, ଠିକ ଅଛି, ଉଦାହରଣ ତଳକୁ ଅଛି, ମୁଁ ଉଦାହରଣ ଦେଲେ ତମେ ଆରାମସେ ବୁଝିପାରିବ। ବୃତ୍ତିଗତ ଢାଞ୍ଚାର ଡେଫିନେସନ ଟା ଦେଖ ପିଲାମାନେ, ହେଉଛି ଏକ ରାଷ୍ଟ୍ରର ଶ୍ରମଶକ୍ତିର ବିଭିନ୍ନ ବୃତ୍ତି ମଧ୍ୟରେ ବଣ୍ଟା ଯାଉଥିବା ବଣ୍ଟନ ଏବଂ ସାଧାରଣତଃ ଅର୍ଥନୀତିରେ ଏକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ହେଲା, ସାଧାରଣତଃ ତିନୋଟି ଭାଗରେ ହେଉଛି କିନ୍ତୁ ପ୍ରକୃତରେ ପାଞ୍ଚଟି ଭାଗ ଅଛି। ହେଲା, ଦେଖ ପିଲାମାନେ, ପ୍ରାଥମିକ କ୍ଷେତ୍ରରେ ଗୋଟେ ମନେକର ଏଠି ଗୋଟେ କୃଷକ ଆଖୁ ଉତ୍ପାଦନ କରୁଛନ୍ତି। ସେ ଆଖୁଟା ଯେତେବେଳେ ଏଇ ତମର ଦ୍ୱିତୀୟ କ୍ଷେତ୍ରକୁ ଯିବ, ଅର୍ଥାତ୍ ଶିଳ୍ପ କ୍ଷେତ୍ରକୁ କଞ୍ଚାମାଲ ରୂପେ ବ୍ୟବହାର ହବ, ସେତେବେଳେ ସେଇଟା ସେ ଯୋଉ ଶିଳ୍ପ କ୍ଷେତ୍ରରେ କାମ କରୁଥିବା ଲୋକମାନେ ତମ ଦ୍ୱିତୀୟ କ୍ଷେତ୍ର ପରିସରଭୁକ୍ତ ହେବେ ଏବଂ ଜଣେ ଯଦି ଯେତେବେଳେ ସେଇ ଯୋଉ ଶିଳ୍ପକୁ ମାନେ ଉତ୍ପାଦନ କରିବା ପାଇଁ ଯୋଉ ବ୍ୟାଙ୍କ ଋଣ ପ୍ରଦାନ କରିଛି, ଯୋଉ କର୍ମଚାରୀ ମାନେ ଏଠି ମାନେ ତାଙ୍କୁ ଋଣ ପ୍ରଦାନ କରିଛନ୍ତି ଏବଂ ତାର ଉତ୍ପାଦିତ ଦ୍ରବ୍ୟକୁ ପରିବହନ କରୁଛନ୍ତି, ବିକ୍ରି କରୁଛନ୍ତି, ସେମାନେ ଚାଲିଯିବେ କଣ ତୃତୀୟ କ୍ଷେତ୍ର। ଏହିପରି ଭାବରେ ମୁଖ୍ୟତଃ ତିନୋଟି କଣ ଥାଏ କ୍ଷେତ୍ର ଥାଏ। ଏଇ ଯୋଉ ତିନୋଟି କ୍ଷେତ୍ର ନିୟୋଜିତ ଶ୍ରମଶକ୍ତିକୁ ଆମେ କହିଥାଉ କଣ ବୃତ୍ତିଗତ ଢାଞ୍ଚା। ଠିକ ଅଛି।
ତା ପୂର୍ବରୁ ଆମେ ଗୋଟେ ଜାଣିବା ଫିସର କ୍ଲାର୍କ ଥିଓରି। ଫିସର କ୍ଲାର୍କ କଣ କହିଛନ୍ତି ନା ଫିସର କ୍ଲାର୍କ କହିଛନ୍ତି ଯେ ତାଙ୍କ ପୁରା ନାଁ ହଉଛି ଏଜିବି ଫିସର, ପ୍ରଫେସର ଏଜିବି ଫିସର। ସେ କହିଛନ୍ତି କଣ, ପ୍ରତ୍ୟେକ ପ୍ରଗତିଶୀଳ ଅର୍ଥନୀତିରେ ନିୟୋଜିତ ପ୍ରାଥମିକ କ୍ଷେତ୍ରରୁ ଦ୍ୱିତୀୟ କ୍ଷେତ୍ରକୁ ଏବଂ ଅଧିକ ମାତ୍ରାରେ ତୃତୀୟ କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇଥାନ୍ତି। ଅର୍ଥାତ୍ ପ୍ରଥମେ ଗୋଟେ ପ୍ରଗତିଶୀଳ ଅର୍ଥନୀତିରେ କୃଷି କ୍ଷେତ୍ରରେ ହିଁ ଅଧିକ ଲୋକ ବା ପ୍ରାଥମିକ କ୍ଷେତ୍ରରେ ଅଧିକ ଲୋକ ନିୟୋଜିତ ହୋଇଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ସେ ଶିଳ୍ପ କ୍ଷେତ୍ରକୁ ସ୍ଥାନାନ୍ତରିତ ହୁଅନ୍ତି ଏବଂ ତାପରେ ପରେ କଣ ହେଇଥାଏ ନା ସେମାନେ ସେବା କ୍ଷେତ୍ରକୁ ଅଧିକ ପରିମାଣରେ ସ୍ଥାନାନ୍ତରିତ ହୋଇଥାନ୍ତି। ଦେଖ ପିଲାମାନେ, ଯେତେବେଳେ ପ୍ରାଥମିକ କ୍ଷେତ୍ରରେ ବା କୃଷି କ୍ଷେତ୍ରରେ ଅଧିକ ଟ୍ରାକ୍ଟର, ଅଧିକ ପମ୍ପ ବା ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ହୁଏ, ସେତେବେଳେ କୃଷି କାର୍ଯ୍ୟ ପାଇଁ କମ ଶ୍ରମିକ ଆବଶ୍ୟକ ହୁଏ। ସେମାନେ କଣ ହୋଇଥାନ୍ତି, ଯେ ବଳକା ଶ୍ରମିକ ମାନେ କଣ କରିଥାନ୍ତି ନା ଶିଳ୍ପ କ୍ଷେତ୍ର, ସେବା କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇଥାନ୍ତି। ଏବଂ ଆଉ ଗୋଟେ କଥା, ଆୟ ବଢିଲେ ଲୋକେ ଅଧିକ ମୋବାଇଲ, ଶିକ୍ଷା କ୍ଷେତ୍ର, ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରିଥାନ୍ତି। ଯେତେବେଳେ ସେମାନଙ୍କର ଆୟ ବଢିଲା, ସେମାନେ କଣ କରିବେ, ମୋବାଇଲ ବ୍ୟବହାର କରିବେ ବା ଆଧୁନିକ ଜିନିଷର ବ୍ୟବହାର କରିବେ। ଶିକ୍ଷାରେ ମାନେ କଣ, ତାଙ୍କ ପିଲାଙ୍କୁ ଶିକ୍ଷା ଦେବେ, ଉତ୍ତମ ସ୍ୱାସ୍ଥ୍ୟ ଦେବେ। ଏଇ ସବୁଗୁଡା କିନ୍ତୁ ଆସୁଛି କୋଉ କ୍ଷେତ୍ରରୁ ନା ସେବା କ୍ଷେତ୍ର। ତେଣୁକରି ଅଟୋମେଟିକାଲି ଭାବେ କଣ ହବ, ସେବା କ୍ଷେତ୍ରର ଲୋକ ଅଧିକ ନିୟୋଜିତ ହେବେ। ଏବଂ ଯଦି ଆମେ ଗୋଟେ ମାନେ ପ୍ରାକ୍ଟିକାଲ ଏକ୍ସାମ୍ପଲ ନବା, ରିଅଲ ଲାଇଫ ଏକ୍ସାମ୍ପଲ, ତମର 1870 ମସିହାରେ ଆମେରିକାରେ କଣ ହେଇଥିଲା ନା 54% ଲୋକ ହଉଛି ଶ୍ରମ ଶକ୍ତି, ଯୋଉଟା କି ତମର ପ୍ରାଥମିକ କ୍ଷେତ୍ରରେ ନିୟୋଜିତ ହଉଥିଲେ। କିନ୍ତୁ ତାର ପାଖାପାଖି 110 ବର୍ଷ ପରେ 1980 ମସିହାରେ ସେଇ 54% ଶ୍ରମ ଶକ୍ତି ପ୍ରାଥମିକ କ୍ଷେତ୍ରରୁ ଖସି ଯାଇ ମାତ୍ର 2% ଶ୍ରମ ଶକ୍ତି ପ୍ରାଥମିକ କ୍ଷେତ୍ରରେ ରହିଲେ। ବାକି ସବୁ କୋଉଠୁ ପଳେଇଲେ ନା ତମର ଶିଳ୍ପ ଏବଂ ସେବା କ୍ଷେତ୍ରକୁ ପଳେଇଗଲେ। ଭାରତରେ ବୃତ୍ତିଗତ ଢାଞ୍ଚା ଯଦି ଆମେ ଦେଖିବା, ଭାରତରେ ତ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି। 2011ରେ 48% ଲୋକ, 48.9% ଲୋକ ବା ଶ୍ରମ ଶକ୍ତି ଆମର କୃଷି ଉପରେ ନିର୍ଭରଶୀଳ ଥିଲେ, ଯାହା ଫଳରେ କି କୃଷି ଉପରେ ଅଧିକ ଚାପ ସୃଷ୍ଟି କରୁଥିଲା। ଏବଂ କୃଷିରେ କଣ ହଉଛି ନା ଛଦ୍ମବେଶୀ ବେକାରୀ ପରିମାଣ ଅଧିକ ଦେଖାଯାଏ, ଯୋଉଟା କି ମୁଁ ପୂର୍ବ ଭିଡିଓରେ ତମକୁ କହିଛି। ଛଦ୍ମବେଶୀ ବେକାରୀ କଣ ନା ଯୋଉ ମାନେ ନିୟୋଜିତ ଶ୍ରମିକ ମାନେ କଣ ହେଇଥାଏ ନା ମାର୍ଜିନାଲ ପ୍ରଡକ୍ସନ ଜିରୋ କରିଥାନ୍ତି, ସେଇମାନଙ୍କୁ ଛଦ୍ମବେଶୀ ବେକାରୀ କୁହାଯାଏ। ପୂର୍ବ ଭିଡିଓରେ ମୁଁ ଏ ବିଷୟରେ କହିଛି। ହଉ, ତାପରେ ଆପଣ ଦେଖିବା ଆମର ଅର୍ଥନୀତିଟା 1901ରୁ 1991 ମଧ୍ୟରେ ସ୍ଥାଣୁ ଷ୍ଟାଗ୍ନେସନ କଣ୍ଡିସନରେ ଥିଲା। ପ୍ରାୟ 90 ବର୍ଷ ଧରି କଣ ହେଇଥିଲା, 70%ରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ଏଇଟା ଦର୍ଶାଉଥିଲା ଯେ ପାଶ୍ଚାତ୍ୟ ଦେଶ ପରି ଭାରତ ବିକଶିତ ହୋଇ ନଥିଲା। ଠିକ ଅଛି, ତାପରେ ଆମେ ଦେଖିବା ସକାରାତ୍ମକ ପରିବର୍ତ୍ତନ କଣ ହେଇଥିଲା ନା 1991 ପରେ ଆମର ପ୍ରାଥମିକ କ୍ଷେତ୍ରରେ ନିୟୋଜିତ ଶ୍ରମିକ ମାନେ ହ୍ରାସ ପାଇ ସେମାନେ କଣ କଲେ, ହ୍ରାସ ପାଇ କଣ କଲେ, ଦ୍ୱିତୀୟକ ଏବଂ ତୃତୀୟକ କ୍ଷେତ୍ରରେ ବୃଦ୍ଧି ପାଇଲେ। ଏଇଟା ଗୋଟେ ପିଲାମାନେ ଗୋଟେ ଟେବୁଲ ଦେଇଛି। ଏ ଟେବୁଲରେ ଦେଖ, 1901 ମସିହାରେ ପ୍ରାଥମିକ କ୍ଷେତ୍ରରେ ଭାରତରେ 71.7% ଲୋକ କରୁଥିଲେ। ଦ୍ୱିତୀୟ କ୍ଷେତ୍ରରେ ମାନେ ଶିଳ୍ପ କ୍ଷେତ୍ରରେ ମାତ୍ର 12.6% ଏବଂ ତୃତୀୟ କ୍ଷେତ୍ରରେ 15.7% ଥିଲା। ଏଇ ଜିନିଷଟା ଆସ୍ତେ ଆସ୍ତେ କଣ ହେଲା, ପ୍ରାଥମିକ କ୍ଷେତ୍ରରୁ କଣ ହେଲା, ଧୀରେ ଧୀରେ କମିଲା ହେଲା। ଏଇଟା କମିଲା, ଏଇ ଦେଖ ଏଠି ଟିକେ ବଢିଛି, 72 ହେଇଛି, ଫେର ଏଠି 67, 56 ଏବଂ 48 ଏଇଭଳିଆ ହେଇଛି। ଏବଂ ଦ୍ୱିତୀୟ କ୍ଷେତ୍ରରେ ବି ସେମିତି କଣ ହେଇଛି ନା ବଢିଛି। ଏଟା କମିଲା, କୋଉଟା ପ୍ରାଥମିକ କ୍ଷେତ୍ରଟା କମିଲା ଏବଂ ଦ୍ୱିତୀୟ କ୍ଷେତ୍ରଟା ବୃଦ୍ଧି ହେଇଛି 12.6, 10.0। ଟିକେ ଏଟା 51, ଏଟା ଦେଶ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାଟା, ହଁ ଟିକେ କମିଛି। ଫେର କିନ୍ତୁ ଦେଖ ବଢିଛି 12, 18, 2011, 24। ଆଉ ତୃତୀୟ କ୍ଷେତ୍ରରେ 15 ଥିଲା 1901ରେ, ତାପରେ 17.3, 20, 25 ଏବଂ 26। ତାହେଲେ ମୋଟାମୋଟି ଉପରେ ଆମର ପ୍ରାଥମିକ କ୍ଷେତ୍ରରୁ ଶ୍ରମ ଶକ୍ତି ଗୁଡିକ କଣ ହଉଛନ୍ତି ନା ଦ୍ୱିତୀୟକ ଏବଂ ତୃତୀୟକୁ ସ୍ଥାନାନ୍ତରିତ ହେଇଛନ୍ତି ହେଲା। ଏଇଟା ଟିକେ ଦେଖିଦବ ପିଲାମାନେ। ତାପରେ ଦେଖିବା ତମର ଗ୍ରାମାଞ୍ଚଳ ବନାମ ସହରାଞ୍ଚଳ କେଉଁପରି ମାନେ ବୃତ୍ତିଗତ ପରିବର୍ତ୍ତନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ, ସେଟା ଦେଖିଦବା। ଗ୍ରାମାଞ୍ଚଳରେ ସାଧାରଣତଃ ତାଙ୍କର କୃଷି ହଉଛି ମୁଖ୍ୟ ବୃତ୍ତି। ସେମାନଙ୍କର କଣ କରନ୍ତି, ଚାଷ କରିକି
ସେମାନେ ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ସହରାଞ୍ଚଳରେ ଶିଳ୍ପ ଏବଂ ସେବା ଏଇ ଦୁଇଟି କାର୍ଯ୍ୟରେ ଅଧିକ ନିୟୋଜିତ ହୋଇଥାନ୍ତି। ଗ୍ରାମାଞ୍ଚଳ ଅଧିକ ନିର୍ଭରଶୀଳତା, ଏଇ ଯୋଉ କୃଷି ଉପରେ ଅଧିକ ନିର୍ଭରଶୀଳତା ହଉଛି ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ମୁଖ୍ୟ କାରଣ। ଆଉ ସାଧାରଣତଃ ଦେଖିବା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକ ଅଧିକ ଦାରିଦ୍ର୍ୟ। ମାନେ ପ୍ରାଥମିକ ଯଦି ଦେଖିବା ଗ୍ରାମାଞ୍ଚଳ ଲୋକ 84% ଲୋକ ପ୍ରାଥମିକ କ୍ଷେତ୍ରରେ ଅର୍ଥାତ୍ କୃଷି କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି। ସହରାଞ୍ଚଳରେ 12.8, ଦ୍ୱିତୀୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ 6.6 ଏବଂ ସହରାଞ୍ଚଳରେ 32.3, ତୃତୀୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ 8.6 ଏବଂ ସହରାଞ୍ଚଳରେ 54.9। ଏଇଭଳି ଭାବରେ ଆମର ଶ୍ରମଶକ୍ତିର ବିଭାଜିତ ହୋଇଥାଏ। ଗ୍ରାମାଞ୍ଚଳରେ ବିଶେଷ କରି ପ୍ରାଥମିକ କ୍ଷେତ୍ରରେ ଅଧିକ ଲୋକ ନିୟୋଜିତ ହେଇଥାନ୍ତି ଏବଂ ସହରାଞ୍ଚଳରେ ତମର ଶିଳ୍ପ ଏବଂ ସେବା କ୍ଷେତ୍ରରେ ଅଧିକ ଲୋକ ନିୟୋଜିତ ହେଇଥାନ୍ତି ବା ଦ୍ୱିତୀୟ ତୃତୀୟ କ୍ଷେତ୍ରରେ ଅଧିକ ଲୋକ ନିୟୋଜିତ ହୋଇଥାନ୍ତି ଶ୍ରମଶକ୍ତି। ତାପରେ ଦେଖିବା ଆମର ଏଇ ଯୋଉ ଜିଡିପି ଦୃଷ୍ଟିକୋଣରୁ କଣ ରହିଛି ନା ଢାଞ୍ଚାଗତ ପରିବର୍ତ୍ତନ ହେଉଛି ସମୟକ୍ରମେ ଭାରତୀୟ ଆୟର ବିଭିନ୍ନ କ୍ଷେତ୍ରରେ ଅବଦାନ ଅର୍ଥାତ୍ ମୁଁ ପ୍ରଥମେ ଦେଖିଥିଲି ଶ୍ରମଶକ୍ତି କେଉଁ କ୍ଷେତ୍ରରେ ଅଧିକ ନିୟୋଜିତ ହେଇଥାନ୍ତି, କିନ୍ତୁ କେଉଁ କ୍ଷେତ୍ରରୁ କେତେ ତାଙ୍କର ଅବଦାନ ଆସିଥାଏ ନ୍ୟାସନାଲ ଇନକମ ଟା ପିଲାମାନେ ତମେ ଜାଣିଥିବ ଆମର ଯୋଉ ଜିଡିପି ଏଟ୍ ଫ୍ୟାକ୍ଟର କଷ୍ଟ ତା ହଉଛି ଆମର ନ୍ୟାସନାଲ ଇନକମ। ଗୋଟେ ଦେଶ ଭିତରେ ଯେତେ ଦ୍ରବ୍ୟ ସେବା ଉତ୍ପାଦନ ହୁଏ ବର୍ଷ ଭିତରେ ସେଇଟାକୁ ଆମେ କହିଥାଉ ଜିଡିପି ହେଲା। ଏବଂ ଜିଡିପି ର କାଲକୁଲେସନ ବିଭିନ୍ନ ପର୍ଯ୍ୟାୟ ଅଛି, ତମ ସେଟା ସେକେଣ୍ଡର ଇଏରେ ଅଛି ଜିଡିପି ଟା ଅଛି, ତେଣୁକରି ମନେ ରଖିଥିବ ଜିଡିପି ଏଟ୍ ଫ୍ୟାକ୍ଟର କଷ୍ଟ ଟା ହଉଛି ଆମର ଜାତୀୟ ଆୟ। ତେଣୁକରି ଏଇ ଯୋଉ ଜାତୀୟ ଆୟକୁ କେଉଁ ସେକ୍ଟରରୁ କେତେ ଆସୁଛି ସେ ବିଷୟରେ ଜାଣିବା। ସବୁଠୁ ଦେଖିବା 15.1 ହଉଛି ଜିଡିପି ଆସୁଛି କୃଷି କ୍ଷେତ୍ରରୁ, କିନ୍ତୁ ଲୋକ କାମ କରୁଛନ୍ତି 48.9 ଶ୍ରମଶକ୍ତି ନିୟୋଜିତ ହୋଇଥିବା ସତ୍ତ୍ୱେ ଆମକୁ ମିଳୁଛି କେତେ ନା 15.1। ତେଣୁକରି କାରଣ କଣ ନା କୃଷିର ଆମର ଉତ୍ପାଦନଶୀଳତା ବହୁତ କମ୍, ଅନେକ ଲୋକ କାମ କରୁଛନ୍ତି। କିନ୍ତୁ ସେବା କ୍ଷେତ୍ରରେ ଦେଖିବା 53.8 କଣ ହଉଛି ଆମକୁ ମିଳୁଛି ଜିଡିପି ମିଳୁଛି। ଠିକ ଅଛି, ଏଇଠି ପିଲାମାନେ ଦେଖିଦିଅ, ଏଇଟା ଗୋଟେ ଦିଆହେଇଛି ଡାଟା ଦିଆହେଇଛି। ତମର ପ୍ରାଥମିକ କ୍ଷେତ୍ରରୁ ହେଲା କେତେ ପରିମାଣର ଲୋକ ନିୟୋଜିତ ହଉଛନ୍ତି, ଦ୍ୱିତୀୟ କ୍ଷେତ୍ରରେ ଏବଂ ତୃତୀୟ କ୍ଷେତ୍ରରେ କେତେ ପରିମାଣର ଲୋକ ନିୟୋଜିତ ହଉଛନ୍ତି। ଏଟା ତ ପୂର୍ବ ଇଏରେ ଦେଇଥିଲି। ହଉ ଠିକ ଅଛି, ତାପରେ ଆମେ ଦେଖିବା ଏଇ ଯୋଉ କିପରି ଭାବରେ ଇଏ କଣ ହଉଛି ନା ଗୋଟେ ଇନବାଲାନ୍ସ ତିଆରି କରୁଛି। ସେଇଟା ଦେଖିବା ଆମ ଦେଶର ଯୋଉ ଜନସଂଖ୍ୟା ନିୟନ୍ତ୍ରିତ ମାନେ ମାନେ କଣ କରାଯାଇଛି ନିୟନ୍ତ୍ରିତ ଭାବେ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି। ସେଥିପାଇଁ ଆମକୁ ପରିବାର ଯୋଜନା ବା ଫ୍ୟାମିଲି ପ୍ଲାନିଂ ର କରିବାର ଅଛି, ଏବଂ ଯାହା ଦ୍ୱାରା ଆମେ କଣ କରିପାରିବା ଆମର ଜନସଂଖ୍ୟାକୁ ନିୟନ୍ତ୍ରିତ କରିପାରିବା। ଏବଂ ଆଉ କଣ କରିପାରିବା ନା ଆଧୁନିକରଣ କରିପାରିବା। ଯଦି ଆମେ ଟ୍ରାକ୍ଟର ତମର ଭଲ ଯୋଉ ମଞ୍ଜି ଯୋଉ ବୀଜ ଏବଂ ଜଳସେଚନ ବ୍ୟବହାର କରିପାରିବା, ତାହେଲେ କୃଷିର ନିହାତି ଉନ୍ନତି ହେଇପାରିବ। କୁଟୀର ଶିଳ୍ପର ଆମେ ଯଦି ଗ୍ରାମରେ ପ୍ରଚାର ପ୍ରସାର କରିପାରିବା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପ୍ରୋତ୍ସାହନ ଦେଇପାରିବା, ତାହେଲେ ମଧ୍ୟ ମାନେ କିଛି ପରିବର୍ତ୍ତନ ହେଇପାରିବ। ଏବଂ ଯଦି ଆମେ ଲୋକମାନଙ୍କୁ କୌଶଳୀ କରିପାରିବା, ଶିକ୍ଷା ଏବଂ ମାନେ ଦକ୍ଷତା ଦ୍ଵାରା ଯଦି କୌଶଳୀ କରାଯାଇ ପାରିବା, ତାହେଲେ ମଧ୍ୟ କଣ ହେଇପାରିବେ ଲୋକମାନେ ଶିଳ୍ପ ଏବଂ ସେବା କ୍ଷେତ୍ରରେ ଅଧିକ ଯୋଗଦାନ ଦେଇପାରିବେ। ଏଇ ସବୁ କରିବା ଦ୍ଵାରା ଆମର ଜନସଂଖ୍ୟା କଣ ହେଇପାରିବ ବା ଯୋଉ ଆମର ଶ୍ରମଶକ୍ତି କଣ ହେଇପାରିବ ପ୍ରାଥମିକ କ୍ଷେତ୍ରରୁ ଦ୍ୱିତୀୟ ଏବଂ ତୃତୀୟ କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇପାରିବେ। ଶେଷରେ ପିଲାମାନେ ମୁଁ ତମକୁ ଏତିକି କହିବି ଯେ କୁଇକ ସମରି ବା ସାରାଂଶରେ ତ ବୃତ୍ତିଗତ ଢାଞ୍ଚା କହିଲେ କଣ ନା କେଉଁ କ୍ଷେତ୍ରରେ କେତେ ଶ୍ରମିକ କାମ କରିଥାନ୍ତି। ଏବଂ ଭାରତରେ ଏକ କୃଷି ପ୍ରଧାନ ଦେଶ, ଭାରତର କଣ ହେଇଥାନ୍ତି ନା 48.9% ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି।
ଏବଂ ଫେସର କ୍ଲାର୍କର ଅନୁସାରେ ବିକାଶ ସହିତ ଶିଳ୍ପ ଏବଂ ସେବା କ୍ଷେତ୍ରକୁ କଣ ହବା ଦରକାର ନା ଲୋକେ ସ୍ଥାନାନ୍ତର ହେବା ଉଚିତ। ଏବଂ ଆଉ ଯଦି ଦେଖିବା ସେବା କ୍ଷେତ୍ରରୁ ଆମ ଦେଶର ସର୍ବାଧିକ ଜିଡିପି ବା ତମର ହଉଛି ଜାତୀୟ ଆୟ ଆସିଥାଏ, ଯୋଉଟା କି ତମର 53.8%। ଏବଂ ଭାରତରେ କୃଷିରେ ଛଦ୍ମବେଶୀ ବେକାରୀଙ୍କର ସଂଖ୍ୟା ଅଧିକ। ଏବଂ ଶେଷରେ କହିବି, ଶେଷ ପର୍ଯ୍ୟନ୍ତ ଭିଡିଓଟିକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଭିଡିଓକୁ ଲାଇକ୍ କରନ୍ତୁ, ମତାମତ ପାଇଁ କମେଣ୍ଟସ୍ ଦିଅ ଏବଂ ତମର ସାଙ୍ଗମାନଙ୍କ ସହିତ ସେୟାର କରିଦିଅ। ରହିଲି, ପୁଣି ଦେଖା ହବ ଆଉ ଏକ ନୂଆ ଭିଡିଓ।